ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 2 ବର୍ଷ ଭିତରେ ରାଜ୍ୟରେ 75 ନିଯୁକ୍ତି ଦେବୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୁଶାସନ ଦିବସ ବା ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଏହି ବଡ଼ ଘୋଷଣା କରିଛନ୍ତି। ନିଯୁକ୍ତି ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି କି ପୂର୍ବ ସରକାର କାମ ନୁହେଁ କଥା ଦେଉଥିଲେ। ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି କଥା କହି ଦିନ ମଜୁରୀ ଦେଇ ପ୍ରଶାସନର କାମ ଚଳାଇ ନେଉଥିଲେ। ପୂର୍ବ ସରକାର ସମୟରେ ରାଜ୍ୟରେ 1,50,000 ପଦ ଖାଲି ପଡ଼ିଛି। ଆମେ ଆସନ୍ତା 2 ବର୍ଷରେ 75,000 ନିଯୁକ୍ତି ଦେବୁ। আসলে ওড়িশা পিলাঙ্ক ପାଇଁ ବହୁତ ବଡ଼ ନିଯୁକ୍ତି ଦେଖନ୍ତୁ। ଯେଉଁମାନେ ନିଜ ନିଜ ହାଇସ୍କୁଲରେ ପିଅନ ପଦବୀ ରିକ୍ରୁଟମେଣ୍ଟ ପାଇବା ପାଇଁ ଚାହାନ୍ତି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଯାଇଛି। କାରଣ ବର୍ତ୍ତମାନ ଆପଣମାନଙ୍କ ପାଇଁ ଆପ୍ଲାଏ ଷ୍ଟାର୍ଟ ଡେଟ୍ ମଧ୍ୟ ରିଲିଜ୍ କରାଯାଇଛି। ମାତ୍ର ଆପଣଙ୍କ ପାଖରେ କେବଳ 10 ଦିନ ସମୟ ରହିଛି। ଆପଣମାନେ କେବଳ 10 ଦିନ ମଧ୍ୟରେ ଆପଣମାନେ ଆବେଦନ କରି ଆପଣମାନେ ନିଜ ନିଜ ଅଞ୍ଚଳରେ ପଞ୍ଚାୟତରେ ଆପଣମାନେ ପିଅନ ପଦବୀରେ ରିକ୍ରୁଟମେଣ୍ଟଟି ପାଇପାରିବେ। ତ ଫ୍ରେଣ୍ଡସ୍ ଆପଣମାନେ କେମିତି କ'ଣ ଆପ୍ଲାଏ କରିପାରିବେ ଚାଲନ୍ତୁ ଆପଣଙ୍କ ଜିଲ୍ଲାରେ କେତେ ପଦବୀ ଭ୍ୟାକେନ୍ସି ରହୁଛି ଅଲ୍ ଇନଫର୍ମେସନ୍ এই ভিডিও মাধ্যমে স্টেপ বাই স্টেপ জানিবা। বর্তমান খবর উপরে যদি নজর পকাইবা দেখন্তু স্কুল এন্ড মাথস ডিপার্টমেন্ট তরফରୁ ଆପଣଙ୍କ ପାଇଁ 5000 ରୁ ଅଧିକ ପ୍ଲସ୍ ପଦବୀ ପୂରଣ ପାଇଁ କେବଳ ପିଅନ ପଦବୀରେ ନିଯୁକ୍ତି ରହୁଛି। ଏଥିରେ ଆପଣଙ୍କର ଏଜୁକେଶନାଲ କ୍ୱାଲିଫିକେସନ୍ କେବଳ ରହିଛି 10ମ ପାସ୍। ଆପଣମାନେ କେବଳ 10ମ ପାସ୍ କରିଛନ୍ତି। ଏହାକୁ ସାରା ଓଡ଼ିଶାର କ୍ୟାଣ୍ଡିଡେଟ୍ ଉଭୟ ମହିଳା ଓ ପୁରୁଷ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଦେଖନ୍ତୁ ଦର୍ଶକ ବନ୍ଧୁ ଏବେ ଆପଣଙ୍କ ପାଇଁ ଖୁସି ଖବର ହିଁ ଆସିଯାଇଛି। କାରଣ ଯେଉଁମାନେ ନିଜ ନିଜ ହାଇସ୍କୁଲରେ ପିଅନ ପଦବୀରେ ରିକ୍ରୁଟମେଣ୍ଟ ପାଇବା ପାଇଁ ଚାହାନ୍ତି ଆପଣଙ୍କ ପାଇଁ ଖୁସି ଖବର ଆସିଗଲା। ଓଡ଼ିଶା ପିଲାଙ୍କ ପାଇଁ ସ୍କୁଲ ଆଣ୍ଡ ମାଥସ୍ ডিপার্টমেন্ট তরফରୁ 2025 তরফରୁ ଆପଣଙ୍କ ପାଇଁ ବମ୍ପର ଭର୍ତ୍ତି। ଟୋଟାଲ ଭ୍ୟାକେନ୍ସି ଯଦି ଆମେ ଦେଖିବା ଦେଖନ୍ତୁ ଏଥିରେ 5000 ରୁ ଅଧିକ ପ୍ଲସ୍ ପଦବୀ ଭ୍ୟାକେନ୍ସି ହେଉଛି। ଏହାକୁ କେଉଁମାନେ ଆପ୍ଲାଏ କରିପାରିବେ ଦେଖନ୍ତୁ ଅଲ୍ ଓଡ଼ିଶାର କ୍ୟାଣ୍ଡିଡେଟ୍ ବୋଥ୍ ମେଲ୍ ଆଣ୍ଡ ଫିମେଲ୍ ଆପଣମାନେ ସମସ୍ତେ ଆବେଦନ କରିପାରିବେ। ଆପ୍ଲାଏ ମୋଡ୍ ଯଦି ଆମେ ଦେଖିବା ଆପଣମାନେ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ଆପ୍ଲିକେସନ୍ ଫିସ୍ କଥା ଯଦି ଦେଖିବା ଆପଣମାନେ ଯେକୌଣସି କ୍ୟାଟେଗୋରୀରେ ବିଲଙ୍ଗ କରୁଥିଲେ ମଧ୍ୟ ଆପଣଙ୍କୁ କୌଣସି ଆପ୍ଲିକେସନ୍ ଫିସ୍ ଦେବାକୁ ପଡ଼ିବ ନାହିଁ। ଆପଣମାନେ ସମସ୍ତେ ଫ୍ରିରେ ଆବେଦନ କରିପାରିବେ। ଜବ୍ ଲୋକେସନ୍ ଯଦି କହିବା ଦେଖନ୍ତୁ ଆପଣମାନେ ଚାହିଁଲେ ନିଜ ନିଜ ପଞ୍ଚାୟତରେ ରହି ମଧ୍ୟ ନିଯୁକ୍ତିଟି ପାଇପାରିବେ। ଆପଣଙ୍କର ପଞ୍ଚାୟତ ସ୍ତରୀୟ ହାଇସ୍କୁଲରେ ଆପଣଙ୍କୁ ନିଯୁକ୍ତି ଦିଆଯିବ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଦେଖନ୍ତୁ ଟୋଟାଲ ଭ୍ୟାକେନ୍ସି ରହୁଛି 5000 ଏବଂ ଆପଣଙ୍କର ଜିଲ୍ଲା ଓ ପିଅନ ପଦବୀରେ କେଉଁ ଜିଲ୍ଲାରେ କେତେ ପଦବୀ ଭ୍ୟାକେନ୍ସି ରହୁଛି ଦେଖି ନିଅନ୍ତୁ। ତା ସହିତ ଆମେ ଯଦି ଆପଣଙ୍କର ଏଜୁକେଶନାଲ କ୍ୱାଲିଫିକେସନ୍ ଉପରେ ନଜର ପକାଇବା ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଏବଂ ଏଲିଜିବୁଲ୍ ଅଛନ୍ତି ଏଥିରେ ମିନିମମ୍ ଏଜୁକେଶନାଲ କ୍ୱାଲିଫିକେସନ୍ କେବଳ 10ମ ପାସ୍ ରଖାଯାଇଛି। ଆପଣମାନେ ମାତ୍ର କେବଳ 10ମ ପାସ୍ କରିଛନ୍ତି ହିଁ ଏହାକୁ ଆବେଦନ କରିପାରିବେ। ତା ସହିତ ଆମେ ଯଦି ପୋଷ୍ଟ ନେମ୍ ଦେଖିବା ଦେଖନ୍ତୁ ଆପଣଙ୍କ ପାଇଁ କେଉଁ କେଉଁ ପଦବୀ ଭ୍ୟାକେନ୍ସି ରହୁଛି। ଏଥିରେ ଆପଣଙ୍କ ସର୍ବପ୍ରଥମ ଭ୍ୟାକେନ୍ସି ରହୁଛି କମ୍ପ୍ୟୁଟର ଟିଚର ପାଇଁ ଭ୍ୟାକେନ୍ସି ରହୁଛି, କ୍ଲର୍କ ପାଇଁ ଭ୍ୟାକେନ୍ସି ରହୁଛି ଏବଂ ପିଅନ ପାଇଁ ଭ୍ୟାକେନ୍ସି ରହୁଛି। ମୋଟ ଭ୍ୟାକେନ୍ସି ଯଦି ଆମେ ଦେଖିବା ଅଧିକା ଭ୍ୟାକେନ୍ସି ଯଦି ଦେଖିବା ଆପଣଙ୍କ ପାଇଁ ପିଅନ ପଦବୀରେ 5000 ରୁ ଅଧିକ ପ୍ଲସ୍ ପଦବୀ ଭ୍ୟାକେନ୍ସି ରହୁଛି। ତା ସହିତ ଆମେ ଯଦି ଏଜୁକେଶନାଲ କ୍ୱାଲିଫିକେସନ୍ ଏଜ୍ ଲିମିଟ୍ ଏବଂ ସ୍ପେକେଲ ଯଦି ଆମେ ଦେଖିବା ଦେଖନ୍ତୁ ଆପଣମାନେ ଯଦି କମ୍ପ୍ୟୁଟର ଟିଚର ପାଇଁ ଆବେଦନ କରିବା ପାଇଁ ଚାହାନ୍ତି ଏଥିରେ ଆପଣଙ୍କର ମିନିମମ୍ କ୍ୱାଲିଫିକେସନ୍ ରହୁଛି କେବଳ +3 ପାସ୍। ତା ସହିତ ଆପଣଙ୍କ ପାଖରେ କମ୍ପ୍ୟୁଟର କୋର୍ସ ଯେଉଁଟାକି 6 ମାସର ଥିବା ନିହାତି ଆବଶ୍ୟକ। ଏବଂ ଏଥିରେ ଆମେ ଯଦି ଆପଣଙ୍କର ସାଲାରୀ ଯଦି ଦେଖିବା ଦେଖନ୍ତୁ ପର ମନ୍ଥ ସାଲାରୀ ଦେଖନ୍ତୁ 28,000 ରୁ 81,000 ମଧ୍ୟରେ ମିଳିବ। ଦେଖନ୍ତୁ ଆପଣମାନେ ନିଜ ନିଜ ଅଞ୍ଚଳରେ ରହି 28,000 ଟଙ୍କା ପାଉଛନ୍ତି ତ ବହୁତ ଭଲ କଥା। କାରଣ ଆପଣମାନେ କେବଳ ନିଜ ନିଜ ଅଣ୍ଡରରେ ନିଜ ନିଜ ଏରିଆରେ ରହି ନିଯୁକ୍ତିଟି ପାଇପାରିବେ। ତା ସହିତ ଯଦି ଆମେ ଦେଖିବା ଏଥିରେ ଆପଣଙ୍କର ମିନିମମ୍ ଏଜୁକେଶନାଲ ଆପଣଙ୍କର ମିନିମମ୍ ଏଜ୍ ଯଦି ଦେଖିବା ଏଥିରେ ଆପଣଙ୍କର ମିନିମମ୍ ଏଜ୍ ରହୁଛି 21 ବର୍ଷ ଏବଂ ମ୍ୟାକ୍ସିମମ୍ ଯଦି ଦେଖିବା 38 ବର୍ଷ। ଏଜ୍ ରିଲାକ୍ସନ୍ ମଧ୍ୟ ଏଥିରେ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଆପଣଙ୍କୁ ଏଜ୍ ରିଲାକ୍ସନ୍ ଦିଆଯାଇଛି ଯେଉଁଥିରେ ଆପଣମାନେ SC ST OBC କ୍ୟାଟେଗୋରୀରେ ବିଲଙ୍ଗ କରୁଛନ୍ତି ଆପଣଙ୍କୁ 5 ବର୍ଷ ଏଜ୍ ରିଲାକ୍ସନ୍ ଦିଆଯିବ। ତା ସହିତ ଯେଉଁମାନେ କ୍ଲର୍କ ପାଇଁ ଆବେଦନ କରିବା ପାଇଁ ଚାହାନ୍ତି କେବଳ +2 ପାସ୍ କରିଛନ୍ତି ଏହାକୁ ଆବେଦନ କରିପାରିବେ। ତା ସହିତ ଏଥିରେ ଆପଣଙ୍କର ସାଲାରୀ ରହୁଛି ଦେଖନ୍ତୁ 21,000 ରୁ 56,000 ରହିବ। ମିନିମମ୍ ବୟସ ଏଥିରେ 18 ବର୍ଷ ରହୁଛି। ମ୍ୟାକ୍ସିମମ୍ ଯଦି ଦେଖିବା 40 ଇୟର ରହୁଛି। ଏଜ୍ ରିଲାକ୍ସନ୍ ଯେଉଁଟାକି ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ହିଁ ଆପଣଙ୍କୁ ଏଜ୍ ରିଲାକ୍ସନ୍ ଦିଆଯିବ। ଏବଂ ଆପଣମାନେ ଯଦି ପିଅନ ପଦବୀରେ ଭ୍ୟାକେନ୍ସି ପାଇବା ପାଇଁ ଚାହାନ୍ତି ଏଥିରେ ଆପଣଙ୍କର ଏଜୁକେଶନାଲ କ୍ୱାଲିଫିକେସନ୍ କେବଳ 10ମ ପାସ୍ ରହିଛି। ଆପଣମାନେ କେବଳ ମାତ୍ର 10ମ ପାସ୍ କରିଛନ୍ତି ଆପଣମାନେ ଆବେଦନ କରିପାରିବେ। ସାଲାରୀ କଥା ଯଦି ଆମେ ଦେଖିବା ଏଥିରେ 10,000 ରୁ 50,000 ମଧ୍ୟରେ ରହୁଛି ଏବଂ ଆପଣଙ୍କର ମିନିମମ୍ ବୟସ ଏଥିରେ 18 ବର୍ଷ ରହୁଛି। ମ୍ୟାକ୍ସିମମ୍ ଯଦି ଦେଖିବା 40 ବର୍ଷ ରହୁଛି। ତା ସହିତ ଯଦି ଆମେ ଦେଖିବା ଦେଖନ୍ତୁ ଆପଣଙ୍କର ଏଜ୍ ରିଲାକ୍ସନ୍ ମଧ୍ୟ ଗଭର୍ଣ୍ଣମେଣ୍ଟ ରୁଲ୍ ହିସାବରେ ଦିଆଯାଇଛି। ତା ସହିତ ଏହି ଜାଗାରେ ଆପଣଙ୍କର ଇମ୍ପୋର୍ଟାଣ୍ଟ ନୋଟିସ୍ଟି ରହୁଛି ଦେଖନ୍ତୁ ଯେଉଁମାନେ ଆପଣମାନେ
पियन रिक्रुटमेंट पाइबा चाहती आपण पाखे क्यों क्यों डॉक्यूमेंट्स थिबा निहाती जरूरी कारण अल्प दिन रोची अल्प दिन पर ही आपण आवेदन प्रक्रिया जारी रहिबो आपले स्टार्ट डेट केबे रोची ऑल इनफॉरमेशन ए वीडियो माध्यम रे दिया जायछि तेणुकर वीडियो शेष पर्यंत निहाती देखंतु एवं ऑल इनफॉरमेशन पांतु ता सहित देखंतु जो माने आवेदन करबा पई चाहती आपण माने जदी एससी एसटी एससीबीसी पीडब्ल्यूडी कैटेगरी रे बिलोंग करचंती आपण पाखरे कास्ट सर्टिफिकेट थिबा निहाती आवश्यक ता सहित रेसिडेंट सर्टिफिकेट थिबा निहाती आवश्यक जेहेतु देखंतु आपनकर डिस्ट्रिक्ट वाइज आपनको सिलेक्शन कराଯିबो निहाती भाबरे आपनको पाखरे आपण माने जो जिल्ला रे बिलोंग करचंती सही जिल्ला रो आपनकर रेसिडेंट सर्टिफिकेट थिबा निहाती आवश्यक ता सहित जदि हमें देखबा जे कोनोसी गोटी आईडी प्रूफ जोटा कि आपनको पाखरे आधार कार्ड पान कार्ड किंबा भोटर आईडी एथि मध्ये जे कोनोसी गोटी आईडी प्रूफ थिबा निहाती आवश्यक ता सहित आपनकर गोटी कलर साइज फोटोग्राफ लागिबो एवं आपनकर मेट्रिकुलेशन सर्टिफिकेट प्लस 2 सर्टिफिकेट प्लस 3 सर्टिफिकेट एवं यही जगह रोचे आपनकर रजिस्ट्रेशन सर्टिफिकेट आपनकर थिले मते चलिबो नथिले मते चलिबो ता सहित जदि हमें देखिबा देखम तो आपनकर एग्जामिनेशन आपनकर डेट एवं जदि हमें देखिबा आपनकर डिस्ट्रिक्ट अंडर रे ही आपनकर एग्जामिनेशन टी कंडक्ट करासिबो आपण माने जो जिल्ला रे अप्लाई करथिबे से जिल्ला रे ही आपनकर एग्जामिनेशन टी चलिबो सिलेक्शन प्रोसेस कथा जदि हमें देखिबा सर्वप्रथम आपनकर रिटन एग्जाम हेबो देन आपण मनकर स्किल टेस्ट रखिछि एवं डॉक्यूमेंट्स वेरिफिकेशन हेबो देखंतु आपण माने जे केवल पियन पदवी रे आवेदन करबा पई चाहती ओनली आपण पई गोटे एग्जाम हेबो जोटा कि रिटन एग्जाम हेबो जो माने देखंतु कंप्यूटर टीचर एवं क्लर्क पई आवेदन करबा पई चाहती से मानक पई गोटे स्किल टेस्ट मध्ये रखा जाय छै देखंतु ता सहित आमे जदि देखिबा काउंसलिंग जदि आमे देखिबा आपण डिस्ट्रिक्ट वाइज सिलेक्शन करासिबो अप्लाई स्टार्ट डेट कथा जदि आमे देखिबा आपण 27/3/2025 टारु आवेदन करि परबे यार लास्ट डेट जदि देखिबा 15/4/2025 रहउची जो माने इंटरेस्टेड एवं एलिजिबल अछंती आपण माने डायरेक्टली यार नोटिफिकेशन पीडीएफ रे क्लिक करी आपण माने अधिक रु अधिक इन्फॉर्मेशन पाइ परबे धन्यवाद।